ଗୋଟିଏ ତୀର୍ଥଯାତ୍ରୀ ବସ୍ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି। ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବସ୍ଟି ପୋଲ ବାଡ଼ରେ ବାଡ଼େଇ ହୋଇଯିବାରୁ ଡ୍ରାଇଭର ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଉ ବସ୍ରେ ଥିବା 40 ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ 10ରୁ ଅଧିକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରୀ ଭେଙ୍କଟଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ୍ ବାହାନଗା ଛକ ନିକଟରେ ଥିବା ଏକ ପୋଲ ଉପରେ ହଠାତ୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ି ଯାଇଥିଲା। ଫଳରେ ବସ୍ରେ ଥିବା ଡ୍ରାଇଭର ପୋଲ ବାଡ଼ରେ ବାଡ଼େଇ ହୋଇ ପୋଲ ତଳକୁ ଖସି ପଡ଼ିଥିଲେ। ତେଣୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଛି। ଆଉ ସେହି ବସ୍ରେ ଥିବା 40 ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଥିବା 10ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ, ବାହାନଗା ଅଗ୍ନିଶମ ବିଭାଗ ଓ ଜାତୀୟ ରାଜପଥ ପୁଲିସ ମିଳିତ ଭାବରେ ଦୁର୍ଘଟଣାଗ୍ରସ୍ତ ବସ୍ଟିକୁ ଉଠାଇବା ପାଇଁ ଚେଷ୍ଟା କରିଥିବା ବେଳେ ସେମାନଙ୍କୁ ଦୀର୍ଘ ସମୟ ନାକେଦମ ହେବାକୁ ପଡ଼ିଥିଲା। ଆଗରେ ଗୋଟିଏ ହାଇଡ୍ରା ମେସିନରେ ବସ୍ଟିକୁ ବାନ୍ଧି ପଛରୁ ଏକ ଜେସିବି ଧକ୍କା ଦେଇ ବସ୍ଟିକୁ ଉଠାଇଥିଲେ। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ବସ୍ରେ ଥିବା ସମସ୍ତ ତୀର୍ଥଯାତ୍ରୀ ତେଲେଙ୍ଗାନା ରାଜ୍ୟର ଜେନାଲୁରମ ଜିଲ୍ଲାର ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।